ଜିନ୍ଦଲ କାରଖାନାର ଧୂଳି ଧୂଆଁରେ ଅତିଷ୍ଠ ଅଞ୍ଚଳବାସୀ। ପ୍ରଦୂଷଣ ବିଭାଗ ନିରା ବିଷ୍ଣୁ। ଦେଓଝର ସ୍ଥିତ ଜିନ୍ଦଲ କାରଖାନା ବିରୋଧରେ ବଢୁଛି ଜନ ଅସନ୍ତୋଷ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ତଥା ଯୋଡ଼ା ବ୍ଲକ ଅନ୍ତର୍ଗତରେ ଥିବା ଜିନ୍ଦଲ କାରଖାନା ବିରୋଧରେ ବଢୁଛି ଜନ ଅସନ୍ତୋଷ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ଗ୍ରାମରେ ଥିବା ଜିନ୍ଦଲ କାରଖାନା କର୍ତ୍ତୃପକ୍ଷଙ୍କ ମନମୁଖୀ ଓ ଖାମଖିଆଲି ମନୋଭାବ ଯୋଗୁଁ ଏହି ଦେଓଝର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ଏହି ଜିନ୍ଦଲ କମ୍ପାନୀରୁ ନିର୍ଗତ ଧୂଳି ଧୂଆଁରେ ଲୋକ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଜିନ୍ଦଲ କମ୍ପାନୀରୁ ନିର୍ଗତ ଦୂଷିତ ପାଣି ଦେଓଝର ସ୍ଥିତ ମୁର୍ଗା ନାଳରେ ଛାଡ଼ିବାରୁ ଲୋକଙ୍କ ସହ ଜୀବଜନ୍ତୁଙ୍କ ଜୀବନ ବିପଦରେ ଓ ଲୋକଙ୍କ ଗୋରୁଗାଈ ପଡ଼ିଲେଣି ମୃତ୍ୟୁ ମୁଖରେ। ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ଜିନ୍ଦଲ କମ୍ପାନୀ କର୍ତ୍ତୃପକ୍ଷ ସାଜିଛନ୍ତି ନିଦା ବିଷ୍ଣୁ। ଦେଖନ୍ତୁ କିପରି ଭାବରେ ଏହି ଜିନ୍ଦଲ କମ୍ପାନୀ ବାୟୁ ପ୍ରଦୂଷଣ ଓ ନଦୀ ନାଳରୁ ଜଳକୁ ପ୍ରଦୂଷିତ କରୁଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମଧ୍ୟ କୁମ୍ଭକର୍ଣ୍ଣ ନୀତିରେ ଥିବା ଭଳି ମନେ ହୁଏ। ପରବର୍ତ୍ତୀ ସମୟରେ ଆମେ ଦେଖାଇବୁ ଆପଣଙ୍କୁ ଏହି ଅଞ୍ଚଳର ଦୁର୍ଦ୍ଦଶା ଓ ସବିଶେଷ ବିବରଣୀ ଏବଂ ଗ୍ରାମବାସୀଙ୍କ ଅଭିଯୋଗ। କେନ୍ଦୁଝର ଜିଲ୍ଲାରୁ ମୁଖ୍ୟ ପ୍ରତିନିଧି ରବୀନ୍ଦ୍ର ଖମଣିଆଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।